ଭଗବାନଙ୍କର ସୃଷ୍ଟି ସତରେ ବଡ଼ ବିଚିତ୍ର। କେଉଁଠି ମଣିଷ ରାଜସୁଖ ପ୍ରାପ୍ତ କରି ଅୟସ ଆରାମରେ କାଳିଦାପାତ କରୁଛି, ତ କେଉଁଠି କିଏ ଅନାହାର ହୋଇ ଅସହାୟ ନିଃସଙ୍ଗ ଜୀବନଯାପନ କରୁଛି। ହଁ ଆଜ୍ଞା, ଏଇଭଳି ଏକ ଘଟଣା ମୋର ମନକୁ ଆନ୍ଦୋଳିତ କରି ପକାଉଛି। ରାଉରକେଲା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଦିବ୍ୟାଙ୍ଗଙ୍କ କାହାଣୀ ସତରେ ବହୁତ ହୃଦୟ ବିଦାରକ। ପକ୍ଷାଘାତ ରୋଗରେ ପୀଡ଼ିତ ମନୋଜ ସିଂ ନିଜର ବାପା ମାଙ୍କ ସହ ଭୁବନେଶ୍ୱର ଆସିଥିଲେ। ମା ପର ଘରେ ବାସନ ମାଜି ପରିବାର ଚଳାଉଥିଲେ। ଏଥିରେ ବାପା ମା ଓ ମନୋଜ ଦୁଃଖ କଷ୍ଟେ ଜୀବନ ନିର୍ବାହ କରିପାରୁଥିଲେ। ବିଧିର ବିଧାନ ତାଙ୍କୁ ଦାରୁଣ ଦୁଃଖ ଦେଲା। ହଠାତ୍ ଦିନେ ମନୋଜଙ୍କର ମା ସେମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ମନୋଜ ନିଜର ମାଙ୍କୁ ହରାଇ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଥିଲେ ମଧ୍ୟ ନିଜର ଏକମାତ୍ର ସାହାରା ବାପାଙ୍କ ସହ ସେ ରହିଥିଲେ। ଦାଉ ସାଜିଲା ଭାଗ୍ୟ। ପୁଣି ଥରେ ତାଙ୍କର ବାପାଙ୍କୁ ହରାଇଥିଲେ ମନୋଜ। ସବୁଦିନ ପାଇଁ ଏକା ହୋଇ ନିଃସଙ୍ଗ ଜୀବନଯାପନ କରୁଥିବା ବେଳେ ଶୌଚାଳୟରେ ଅବସ୍ଥାନ କରିବା ଘଟଣା ସତରେ ଆଖିରେ ଅଶ୍ରୁ ଆଣିଦେଉଛି। ନା ଅଛି ତାଙ୍କ ପାଖରେ ଗୋଟେ ଘର, ନା ଅଛି ଖାଇବାକୁ ଗଣ୍ଡେ ଦାନା। ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିବା ହେତୁ ନିଜର ହାତ ଗୋଡ଼ ନ ଚଳିବାରୁ ଚେୟାରରେ ସାଜିଛି ତାଙ୍କର ସାହାରା। ଚେୟାରରେ ବସି ରହିଛନ୍ତି ମନୋଜ। ବସ୍ତି ବାସିନ୍ଦାଙ୍କର ଦୟାରେ କେତେବେଳେ କେତେବେଳେ ଗଣ୍ଡେ ଖାଇବାକୁ ମିଳୁଛି ତାଙ୍କୁ। ଭୁବନେଶ୍ୱର ଏକ ବସ୍ତି ଭିତରେ ରହୁଛନ୍ତି ମନୋଜ ସିଂ। ମାତ୍ର ଦୁଃଖର ବିଷୟ, ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। ଯଦି ପ୍ରଶାସନ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଥଇଥାନ କରିବା ପାଇଁ ତାଙ୍କର ଚିକିତ୍ସା ଓ ରହଣୀର ସୁବ୍ୟବସ୍ଥା କରନ୍ତେ, ପିଲାଟି କିଛି ମାତ୍ରାରେ ଉପକୃତ ହୋଇପାରନ୍ତା। ଏହି ଭିଡିଓ ମାଧ୍ୟମରେ ମୁଁ ସରକାରଙ୍କୁ ବିନୀତ ଅନୁରୋଧ କରୁଛି, ତୁରନ୍ତ ସେହି ଅସହାୟ ଦିବ୍ୟାଙ୍ଗ ପିଲା ପାଖରେ ପହଞ୍ଚି ତାକୁ ସହଯୋଗ କରନ୍ତୁ। ଏହି ଭିଡିଓ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି, ଏହିଭଳି ନିଃସହାୟ ବ୍ୟକ୍ତିମାନଙ୍କୁ ଯଥାସମ୍ଭବ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗ କଲେ ସମାଜର ମଙ୍ଗଳ ହେବ।